ସୁଦୂରରୁ ସଦର ଅପହଞ୍ଚ ଅଞ୍ଚଳର ସ୍ୱର ଉତ୍ସବ ମହୋତ୍ସବ ସଭା ସମିତି ସମାରୋହ ପ୍ରଗତି ଦୁର୍ଗତି ଏବଂ ସଂଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ବରଗଡ଼ ଜିଲ୍ଲା ସମ୍ପର୍କରେ ତଥ୍ୟ ଦେଇଛନ୍ତି ଆମ ବରଗଡ଼ ସମ୍ବାଦଦାତା ଉମେଶ ଚନ୍ଦ୍ର ବିଶ୍ୱାଳ ଓ ଉପସ୍ଥାପନାରେ ମୁଁ ସତ୍ୟବ୍ରତ ବେହୁରା। ବରଗଡ଼ ସହର ଦେଇ ଯାଇଥିବା ବରଗଡ଼ ଭେଡେନ୍ କେନାଲର ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଆରମ୍ଭ ହୋଇଛି। ବରଗଡ଼ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଅଶ୍ୱନୀ କୁମାର ଷଡ଼ଙ୍ଗୀ ପ୍ରାୟ 50 କୋଟି ଟଙ୍କା ବ୍ୟୟ ଅଟକଳରେ ଅତ୍ୟାଧୁନିକ ଶୈଳୀରେ ନିର୍ମାଣ ହେବାକୁ ଥିବା ଏହି ପ୍ରକଳ୍ପର ନିର୍ମାଣ କାମର ଶୁଭ ଦେଇଛନ୍ତି। ପ୍ରକଳ୍ପର ପ୍ରଥମ ପର୍ଯ୍ୟାୟ କାମ ବରଗଡ଼ ଘରୋଇ ବସ୍ଷ୍ଟାଣ୍ଡ ନିକଟରୁ ଆରମ୍ଭ ହୋଇଥିବା ବେଳେ 2 ବର୍ଷ ମଧ୍ୟରେ ଶେଷ କରିବାର ଯୋଜନା ରହିଛି। ଏ ସମ୍ପର୍କରେ ଏସ୍ଡିଓ ରାଜକୁମାର ମିଶ୍ର କହିଛନ୍ତି, ଆମର ବରଗଡ଼ରେ ବହୁତ ଦିନରୁ ଗୋଟେ ଆଶା ଥିଲା ଯେ ଗୋଟେ ବସ୍ କଣ୍ଡକ୍ଟ କରାଯିବ ବୋଲି, ଯେଉଁଟାକି ମାନନୀୟ ମୁଖ୍ୟମନ୍ତ୍ରୀ ଆମର ଧନୁଯାତ୍ରାରେ ତାକୁ ଡିକ୍ଲେୟାର କରିଥିଲେ ଏବଂ ତା ପାଇଁ ବୋଲି ସେ 108 କୋଟି ଟଙ୍କାର ଗୋଟେ ଡିପିଆର ମଧ୍ୟ ତିଆରି ହୋଇଥିଲା, ଯେଉଁଟାକି 3561ରୁ 5473 ମିଟର ପର୍ଯ୍ୟନ୍ତ ହେବାର ଲକ୍ଷ୍ୟ ଥିଲା। ସେଥିରୁ ପ୍ରଥମ ପର୍ଯ୍ୟାୟରେ 4145 ମିଟରରୁ 5140 ମିଟର ପର୍ଯ୍ୟନ୍ତ 974 ମିଟରର କାର୍ଯ୍ୟ ଆରମ୍ଭ ହୋଇଯାଇଛି। ତାହା ପାଇଁ ମାନ୍ୟବର MLA ଭିତ୍ତିପ୍ରସ୍ତର ମଧ୍ୟ କରିଛନ୍ତି ଏବଂ ଏହାର ଏଷ୍ଟିମେଟେଡ୍ କଷ୍ଟ ପାଖାପାଖି 49.91 କୋଟି ଟଙ୍କା ରହିଅଛି। ଏହି ପ୍ରକଳ୍ପ ହେବା ଦ୍ୱାରା ବହୁତ ଗୁଡ଼ିଏ ଉପକାର ଆମେ ପାଇବା, ଯେମିତିକି କେନାଲଟି ଆବର୍ଜନା ମୁକ୍ତ ହୋଇଯିବ, ଯେଉଁଟାକି ବର୍ତ୍ତମାନ କୌଣସି ସବୁ ପ୍ରକାର ଡେବ୍ରିଜ୍ ଯାଇକି ସେ କେନାଲରେ ପକାଉଛନ୍ତି, ଯେଉଁଟାକି ବହୁତ ପ୍ରକାର ପ୍ରୋବ୍ଲେମ୍ କ୍ରିଏଟ୍ କରୁଛି ପାଣି ଯିବାରେ, ସେଇଟା ମୁକ୍ତ ହେବ। ଟ୍ରାଫିକ୍ ମଧ୍ୟ ନିୟନ୍ତ୍ରଣ ହେବ ଏବଂ ସେ ତା ଉପରେ ଆମେ ପାର୍କିଂ ସୁବିଧା ବି ଆମେ ରଖିବୁ ଏବଂ ସୌନ୍ଦର୍ଯ୍ୟକରଣ ପାଇଁ ମଧ୍ୟ ସବୁ ପ୍ରକାର ପଦକ୍ଷେପ ନିଆଯାଇଅଛି। ରାଜ୍ୟର ଶିକ୍ଷା ଭିତ୍ତିଭୂମିକୁ ଅଧିକ ସୁଦୃଢ଼ କରିବା ପାଇଁ ଗୋଦାବରୀଶ ମିଶ୍ର ଆଦର୍ଶ ବିଦ୍ୟାଳୟ ପ୍ରତିଷ୍ଠା କରାଯାଉଛି। ବରଗଡ଼ ଜିଲ୍ଲାର କେତେକ ବିଦ୍ୟାଳୟରେ ଏହି ଯୋଜନାରେ ଭିତ୍ତିଭୂମି ନିର୍ମାଣ ପ୍ରକ୍ରିୟା ଆରମ୍ଭ ହୋଇଛି। ଏଥିରେ ଉନ୍ନତମାନର ଶ୍ରେଣୀକକ୍ଷ, ଛାତ୍ରାବାସ, ଖେଳପଡ଼ିଆ ଆଦି ନିର୍ମାଣ କରାଯିବ ବୋଲି ବରଗଡ଼ ଜିଲ୍ଲା ଶିକ୍ଷା ଅଧିକାରୀ ସରୋଜ କୁମାର ଭୋଇ ସୂଚନା ଦେଇଛନ୍ତି। ଆମର ବରଗଡ଼ ଜିଲ୍ଲାରେ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ପ୍ରତିଷ୍ଠା କରିବା ପାଇଁ ସରକାରଙ୍କର ଯୋଜନା ରହିଛି। ଯେଉଁ ଯୋଜନାରେ କି ପ୍ରଥମ ପର୍ଯ୍ୟାୟରେ 2ଟି ଆମର ପାଇକମାଲ ବ୍ଲକ ବାଦିକଣ୍ଠା ଉଚ୍ଚ ବିଦ୍ୟାଳୟ ଏବଂ ଝାରବନ୍ଦ ବ୍ଲକର ବିଳାସପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଏବଂ ଦ୍ୱିତୀୟ ପର୍ଯ୍ୟାୟରେ ଆମର ଅତାରା ବ୍ଲକରେ ଲସ୍ତଲା ଉଚ୍ଚ ବିଦ୍ୟାଳୟ, ଆମର ଗରିଆ ଟିକରା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଟାପରସାରା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଭେଡ଼ାନ ବ୍ଲକରେ ଶିଆଲଖଣ୍ଡତା ଉଚ୍ଚ ବିଦ୍ୟାଳୟ ଏବଂ ପଦ୍ମପୁର ବ୍ଲକରେ ଡଙ୍ଗାଘାଟ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଏବଂ ଗାଇସ୍ରେଲ ବ୍ଲକରେ ଜାମୁଟପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଏବଂ କୁଣ୍ଡାଖାଇ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଆମର ଗୋଦାବରୀଶ ଆଦର୍ଶ ପ୍ରାଥମିକ ବିଦ୍ୟାଳୟ କରିବା ପାଇଁ ଯୋଜନା କରାଯାଇଛି। ସରକାରଙ୍କ ଦ୍ୱାରା ଉନ୍ନତ ହୋଇଛନ୍ତି ଏବଂ ଏହି ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ପ୍ରତିଷ୍ଠା ହେବା ପାଇଁ ଯେଉଁ ଯୋଜନା ରହିଛି ସରକାରଙ୍କର, ସେଠିରେ ଗ୍ରାମାଞ୍ଚଳର ଗରିବ ଛାତ୍ରଛାତ୍ରୀ ତଥା ମେଧାବୀ ଛାତ୍ରଛାତ୍ରୀମାନେ କିଭଳି ଭାବରେ ପଞ୍ଚାୟତ ସ୍ତରରେ ପାଠ ପଢ଼ିବେ ଏବଂ ସେମାନଙ୍କ ପ୍ରତ୍ୟେକ ସୁବିଧା ଖେଳ କସରତ ଆରମ୍ଭ କରି ଶିକ୍ଷା ପ୍ରତି ଧ୍ୟାନ ଦିଆଯାଇଛି। ରାଜ୍ୟ ସରକାରଙ୍କ ଏହି ଯେଉଁ କାର୍ଯ୍ୟକ୍ରମ ରହିଛି, ସେଥିରେ ଆମର ଜଣେ NBCC ଏଜେନ୍ସି ସେ କାମଟି ହାତକୁ ନେଇଛି ଏବଂ ତା'ର ଟେଣ୍ଡର ପ୍ରକ୍ରିୟା ମଧ୍ୟ ଆରମ୍ଭ ହେଲାଣି ଏବଂ ଉଭୟ ପର୍ଯ୍ୟାୟକୁ କିଭଳି ଭାବରେ ଜିଲ୍ଲାରେ ଏକାଥରେ କରାଯିବ ସେଥିପାଇଁ ଚେଷ୍ଟା କରାଯାଇଛି ଏବଂ ସରକାରଙ୍କ ଯୋଜନା ରହିଛି ଯେ ପ୍ରତ୍ୟେକ ପଞ୍ଚାୟତରେ ଏହି ବିଦ୍ୟାଳୟ ଗୁଡ଼ା ପ୍ରତିଷ୍ଠା କରାଯିବ। ପ୍ରଥମ ପର୍ଯ୍ୟାୟରେ ଯେଉଁ 2ଟି ନିଆଯାଇଛି ଆମର ପାଇକମାଲ ବ୍ଲକ ଏବଂ ଝାରବନ୍ଦ ବ୍ଲକରେ, ତା ସହିତ ଦ୍ୱିତୀୟ ପର୍ଯ୍ୟାୟରେ ମଧ୍ୟ 7ଟି ଟୋଟାଲ 9ଟି ବିଦ୍ୟାଳୟ ନିଆଯାଇଛି। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ପ୍ରକାଶ ପାଇଥିବା ସପ୍ତମ ଶ୍ରେଣୀର ଓଡ଼ିଆ ପାଠ୍ୟପୁସ୍ତକ ସୁମନ୍ନ 6ଠ ଅଧ୍ୟାୟରେ ଘେଁସର ମହାନ ସ୍ୱାଧୀନତା ସଂଗ୍ରାମୀ ମାଧୋ ସିଂଙ୍କ ଜୀବନୀ ସମ୍ପର୍କରେ ଏକ ଲେଖାରେ ଥିବା କେତେକ ତଥ୍ୟଗତ ଏବଂ ମୁଦ୍ରଣଗତ ତ୍ରୁଟିକୁ ସଂଶୋଧନ କରି ସଠିକ୍ ତଥ୍ୟ ପିଲାଙ୍କୁ ପଢ଼ାଇବା ପାଇଁ ରାଜ୍ୟର ସମସ୍ତ ଶିକ୍ଷକ, ଜିଲ୍ଲା ଶିକ୍ଷା ଅଧିକାରୀ, ବ୍ଲକ ଶିକ୍ଷା ଅଧିକାରୀ ଓ ସମ୍ବନ୍ଧିତ ଅଧିକାରୀଙ୍କୁ ଶିକ୍ଷା ଶିକ୍ଷକ ନିର୍ଦ୍ଦେଶାଳୟ ପକ୍ଷରୁ ନିର୍ଦ୍ଦେଶ ଜାରି କରାଯାଇଛି। ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ, ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ଏବଂ ସଂସ୍କାର ଭାରତୀ ପକ୍ଷରୁ ବରଗଡ଼ର ଯଦୁମଣି ପ୍ରଧାନ ପ୍ରେକ୍ଷାଳୟରେ ଚଳିତ ମାସ 11 ତାରିଖରୁ 15 ତାରିଖ ପର୍ଯ୍ୟନ୍ତ ସାଂସ୍କୃତିକ କାର୍ଯ୍ୟକ୍ରମ ଲୋକରଞ୍ଜନୀ ଅନୁଷ୍ଠିତ ହୋଇଥିଲା। ପ୍ରତ୍ୟେକ ସନ୍ଧ୍ୟାରେ ରାଜ୍ୟର ସାଂସ୍କୃତିକ ଦଳଗୁଡ଼ିକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ରାଜ୍ୟର ସର୍ବାଧିକ ଧାନ ଉତ୍ପାଦନ ହେଉଥିବା ବରଗଡ଼ ଜିଲ୍ଲାର ଅତାବିରା, ବରଗଡ଼ ଓ ପଦ୍ମପୁର ନିୟନ୍ତ୍ରିତ ବଜାର କମିଟି ଅନ୍ତର୍ଗତ 183ଟି ମଣ୍ଡିରେ ଚଳିତ ମାସ 11 ତାରିଖରୁ ରବି ଧାନ ସଂଗ୍ରହ ଆରମ୍ଭ ହୋଇଛି। ଯୋଗାଣ ବିଭାଗ ପକ୍ଷରୁ 53ଟି ପ୍ରାଥମିକ କୃଷି ସେବା ସମବାୟ ଜରିଆରେ ଚାଷୀମାନଙ୍କଠାରୁ ଧାନ ସଂଗ୍ରହ କରାଯାଉଛି। ଜିଲ୍ଲାରେ 1 ଲକ୍ଷରୁ ଅଧିକ ଚାଷୀଙ୍କ ନାମ ପଞ୍ଜୀକରଣ ହୋଇଛି ଏବଂ ସେମାନଙ୍କୁ ଟୋକନ ପ୍ରଦାନ କରାଯାଇଛି। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିବେ ଭଦ୍ରକ ଜିଲ୍ଲା ସମ୍ପର୍କରେ।